ମିନୁ ଚାଲ ପାଠ ପଢିବୁ, କାଲି ପରା ତୋର ପରୀକ୍ଷା। ମାମା ତମେ ତ ଜାଣିଛ ମୁଁ କ୍ଲାସରେ ଫାଷ୍ଟ ହୁଏ, ମୋର ପଢିବା କଣ ଦରକାର? ମୁଁ ପରୀକ୍ଷାରେ ସବୁ କରିଦେବି, ମତେ ଏବେ ଟିକେ ଖେଳିବାକୁ ଦିଅ। ଆଜିକାଲି ତୁ ଭାରି ଦୁଷ୍ଟ ହେଲୁଣି, ଚାଲ ବସି ପାଠ ପଢିବୁ। ନାଇଁ ମାମା, ମୁଁ ପାଠ ପଢିବିନି ମାନେ ପଢିବିନି। ଦେଖ କୁଲୁ, ତୋ ବାପା ପଢିଲେନି ବୋଲି ଆଜି ତା ଘରେ କାମ କରୁଛନ୍ତି। ହଉ ମାମା, ମୁଁ ବାପାଙ୍କ ପରି ଅନ୍ୟମାନଙ୍କ ଘରେ ପୋଛାପୋଛି କରିବି, ହେଲେ ମତେ ତମେ ଜମା ପାଠ ପଢିବାକୁ କୁହନି। ତୁ ମତେ ଚିହ୍ନିନୁ, ଯଦି ପାଠ ନ ପଢିବୁ ତାହେଲେ ମୁଁ ଏବେ ତତେ ସବୁ କାମ କରେଇବି। ଜଙ୍ଗଲରେ ସବୁ ପକ୍ଷୀମାନେ ପରୀକ୍ଷା ପାଇଁ ପାଠ ପଢୁଥାନ୍ତି। କାଳୁ କାଉ, ଠିକ ସେ କାମ କର, ମୁଁ ସବୁ ଦେଖୁଛି। ତୁ ଭାରି ଚୋରୁଟା, ଯେତେବେଳେ ବି ତୋ ଉପରୁ ମୋ ନଜର ହଟୁଛି ତୁ ଆଉ କାମ କରୁନୁ। ଆଜ୍ଞା ଚିଲ ବାବୁ, ମୁଁ କରୁଛି, ସବୁ ସଫା କରୁଛି। ଆରେ ତୁମେ ଏତେ ବଡ଼ ପାଟି କରନି, ମୁଁ ପିଲାମାନଙ୍କର ପ୍ରଶ୍ନ ଉତ୍ତର ଲେଖୁଛି, କାଲି ତାଙ୍କ ଇଂଲିଶ ପରୀକ୍ଷା ଅଛି। ମୋର ଆହୁରି ବହୁତ କାମ ବାକି ରହିଲାଣି। କାଳୁ କାଉ ଚିଲ ଦିଦିଙ୍କ କଥା ଶୁଣି ଭାବେ, ତା ମାନେ ଚିଲ ଦିଦି ପିଲାମାନଙ୍କର ଇଂଲିଶ ଖାତା ଲେଖୁଛନ୍ତି। ବଢ଼ିଆ ହେଲା, ମୁଁ ଯାଉଛି ଏଥିରୁ ଗୋଟିଏ ଚୋରି କରି ନେଇ ତାକୁ ଜେରକ୍ସ କରି ପିଲାମାନଙ୍କୁ ଦେବି, ଆଉ ସେମାନଙ୍କଠୁ ପଇସା ମାଗିବି। ମୋର ବଢ଼ିଆ ପଇସା ଇନକମ୍ ହବ। ଏହା କହି କାଳୁ କାଉ ଚିଲ ଦିଦିଙ୍କ ନଜର ଉଢାଳରେ ଇଂଲିଶ ପେପରରୁ ଗୋଟିଏ କପି ଚୋରି କରି ନେଇଯାଏ। କାଳୁ କାଉ ଘରକୁ ଆସି ଖୁସିରେ ନାଚୁଥାଏ। ଆରେ କାଳୁ, ତମର କଣ ହେଇଛି କି? ତମେ କଣ ଏମିତି ନାଚୁଛ? ଆଜି କଣ ବହୁତ ଦରମା ମିଳିଗଲା ନା କଣ? ନାଇଁ ଗୋରି, ବହୁତ ଦରମା କାଇଁ ମିଳିବ? ମତେ ଏବେ ବହୁତ ପଇସା ମିଳିବାକୁ ଯାଉଛି। ମୁଁ ଏଥର ବିନା ପରିଶ୍ରମରେ ପଇସା କମେଇବି। ଆରେ କାହିଁକି ଏତେ ଦିନରେ ସପନ ଦେଖୁଛ? ବିନା ପରିଶ୍ରମରେ ତୁମେ କୋଉଠୁ ପଇସା ଆଣିବ? ଗୋରି, ମୁଁ ଯେଉଁ ଚିଲ ବାବୁଙ୍କ ଘରେ ଆଜି କାମ କରୁଥିଲି, ତାଙ୍କ ସ୍ତ୍ରୀ ଆମ କୁଲୁର ସ୍କୁଲରେ ଦିଦି ଅଛନ୍ତି। ସେ ଇଂଲିଶ ପେପର ଲେଖୁଥିଲେ, ଆଉ ମୁଁ ସେଥିରୁ ଗୋଟିଏ ଚୋରି କରି ଆଣିଛି। ଆଉ ମୁଁ ଏବେ ତାକୁ ଜେରକ୍ସ କରି ପିଲାମାନଙ୍କୁ ବାଣ୍ଟିବି, ଆଉ ତାଙ୍କଠୁ 500 ଲେଖାଏଁ ଆଣିବି। କଣ ହେଲା? ତୁମେ ତାମାନେ ପିଲାମାନଙ୍କର ପେପର ଲିକ୍ କରିବ? ହେଲେ ଏସବୁ ଯଦି ଦିଦି ଜାଣିବେ ତେବେ କଣ ହବ ତମେ ଜାଣିଛ ତ? ଏ ତ ତୁମେ ବହୁତ ବଡ଼ ଭୁଲ କାମ କରୁଛ। ସେଇଠୁ କଣ ହେଲା ବା? କିଛି ବି ହବନି। ବିଚରା ଛୁଆ ଗୋଡ଼ା ପରୀକ୍ଷା ଚିନ୍ତାରେ କେତେ କଷ୍ଟ କରି ପଢୁଛନ୍ତି। ସେମାନେ ଏ ପେପର ଦେଖିଲେ ଖୁସି ହେଇଯିବେ, ଆଉ ମତେ ପଇସା ଦେବାକୁ ରାଜି ହେଇଯିବେ। ଆରେ ବାପା, ତମେ ବଢିଆ କହିଛ, ଏବେ ମତେ ଆଉ ପଢିବାକୁ ପଡିବନି। ଗୋରି, ଏବେ ତୁମେ ଯାଅ, ଯେଉଁମାନେ ଟିକେ ପଇସା ବାଲା ସେମାନଙ୍କ ଛୁଆଙ୍କୁ ଏଠାକୁ ଡାକି ଆଣ। ତାପରେ ଗୋରି ଯାଇ ଚଢ଼େଇ ଛୁଆମାନଙ୍କୁ ଡାକି ଆଣେ। ମୁଁ ତ ପାଠ ପଢୁଥିଲି, ହେଲେ ମତେ ଗୋରି ଆଣ୍ଟି ତାଙ୍କ ଘରକୁ କାହିଁକି ଡାକିଲେ କେଜାଣି? ହଁ, ମତେ ବି ଗୋରି ଆଣ୍ଟି ଡାକିଲେ, ଆଉ କହିଲେ ଏ କଥା ବାପା ମାମାଙ୍କୁ କହିବନି ବୋଲି। ଏମିତି କଣ କଥା ଅଛି କି? ଆଜି କଣ ତାଙ୍କ ପୁଅର ଜନ୍ମଦିନ ନା କଣ? ଆରେ ପିଲାମାନେ, ତୁମେମାନେ ପରୀକ୍ଷା ପାଇଁ କେତେ କଷ୍ଟ କରୁଛ ନାଇଁ? କିନ୍ତୁ ତୁମେମାନେ ଯଦି ଚାହିଁବ ତେବେ ମୁଁ ତୁମର କଷ୍ଟ ଦୂର କରିଦେବି। ହେଲେ କେମିତି? ଏଇ ଦେଖ, ଏମିତି। ହେଲେ ଇଏ ତ ଗୋଟିଏ କାଗଜ। ଇଏ ଗୋଟିଏ କାଗଜ ନୁହେଁ, ଇଏ ହେଉଛି ତୁମମାନଙ୍କର ଇଂରାଜୀ ପେପର। ଆଉ ଏଥିରେ ଯାହା ସବୁ ଲେଖା ହେଇଛି, କାଲି ତମ ଇଂରାଜୀ ପରୀକ୍ଷାରେ ସେଇଆ ପଡ଼ିବ। ସତରେ? କାଲି ଯାହା ଇଂଲିଶ ପରୀକ୍ଷାରେ ପଡିବ ଏଥିରେ ସେଇଆ ଲେଖା ଅଛି? ହଁ ପିଲାମାନେ, କାଲି ଯାହା ପଡ଼ିବ ଏଥିରେ ସବୁ ଲେଖା ଅଛି। ଯିଏ ପେପର ନେବାକୁ ଚାହୁଁଛ, ଘରୁ ଯାଇ 500 ଟଙ୍କା ଲେଖା ଆଣ। 500 ଟଙ୍କା ଆମେ କୋଉଠୁ ଆଣିବୁ? ଆମ ପାଖରେ ତ 5 ଟଙ୍କା ବି ନାହିଁ। ଆରେ ସାଙ୍ଗମାନେ, ଆମେ ଯେମିତି ବି ହଉ ମାମା ପାପାଙ୍କ ଠାରୁ ପଇସା ନେଇ ଆସିବା।
ଆଉ ଇଂରାଜୀରେ ଭଲ ମାର୍କ ରଖିବା। ଏମିତିରେ ତ ଇଂଲିଶ ପରୀକ୍ଷା ବହୁତ କଷ୍ଟ। ହଁ ହଁ, ମୁଁ ମୋ ମାଆଙ୍କଠୁ ବାହାନା କରି ପଇସା ନେଇ ଆସିବି। ତାପରେ ସବୁ ଚଢ଼େଇ ଛୁଆ ନିଜ ନିଜ ଘରକୁ ଯାଆନ୍ତି। ମାମା, ଟିଚର କହିଛନ୍ତି କାଲି 500 ଟଙ୍କା ଲେଖା ଦରକାର, ନହେଲେ ପରୀକ୍ଷା ଦେଇ ହବନି। ଠିକ୍ ଅଛି, କାଲି ନେଇଯିବୁ। ନାଇଁ ମାମା, ଆଜି ଦିଅ। ମୁଁ ବ୍ୟାଗରେ ରଖିଦେଇଥିବି, ନହେଲେ ମନେ ପଡ଼ିବନି। କାଲି ସକାଳୁ ସକାଳୁ ଯିବି ପରା। ଏମିତି ସବୁ ଚଢ଼େଇ ଛୁଆ ନିଜ ନିଜ ଘରୁ 500 ଟଙ୍କା ଲେଖା ଆଣି କାଳୁ କାଉକୁ ଦିଅନ୍ତି। ଆଉ ତାଠୁ ସେ ପେପର ନେଇଯାଆନ୍ତି। ଦେଖୁଛ ଗୌରୀ, ଖାଲି ଗୋଟିଏ ଇଂଲିଶ ପେପର ବିକି ମୋର ଏତେ ଟଙ୍କା ହେଇଗଲା। କାଲି ପୁଣି ଗଣିତ ସାର୍ଙ୍କ ଘରେ ଯାଇ କାମ କରିବି। ଆଉ ତାଙ୍କ ଘରୁ ଗଣିତ ପେପର ଚୋରି କରିବି। ଆଉ ଛୁଆମାନଙ୍କଠୁ ଆହୁରି ପଇସା କମେଇବି। ଆରେ, ମୁଁ ତ 20ଟା କପି ବନେଇଥିଲି, ହେଲେ ଏଥିରେ 19ଟା ଅଛି। ଆଉ ଗୋଟିଏ କୁଆଡ଼େ ଗଲା? ଏହା କହି ଚିଲ ଦିଦି ଏଣେ ତେଣେ ସେ ପେପରକୁ ଖୋଜିବାକୁ ଲାଗନ୍ତି, ହେଲେ କେଉଁଠି ବି ପାଆନ୍ତି ନାହିଁ। ଆରେ, ମୁଁ ତ ସବୁ ଏଇଠି ହିଁ ବାନ୍ଧିକି ରଖିଥିଲି, ହେଲେ ଗୋଟିଏ କାଗଜ କୁଆଡ଼େ ପଳେଇଲା? ନା ନା, ସେ କାଗଜ ଯଦି ଭୁଲରେ କେଉଁ ପିଲାଙ୍କ ହାତରେ ପଡ଼ିଯାଏ ଆଉ ପେପର ଲିକ୍ ହୋଇଯାଏ, ତେବେ ବହୁତ ବଡ଼ ଅସୁବିଧା ହେଇଯିବ। ଯେଉଁ ପିଲାମାନେ ଏତେ କଷ୍ଟ କରି ପଢ଼ୁଛନ୍ତି ତାଙ୍କ ପ୍ରତି ତ ଅନ୍ୟାୟ ହେବ। ମୁଁ ଯାଉଛି, ଯେତେ କଷ୍ଟ ହେଉ ପଛେ ପେପରଟା ଆଉଥରେ ବନେଇଦେବି। ତା ପରଦିନ ସକାଳ ହୁଏ, ଆଉ ସ୍କୁଲରେ ପିଲାମାନଙ୍କର ପରୀକ୍ଷା ଆରମ୍ଭ ହୋଇଯାଏ। ଚିଲ ଦିଦି ପିଲାମାନଙ୍କୁ କୋଶ୍ଚିନ୍ ପେପର ଦିଅନ୍ତି। ଆରେ ଇଏ କଣ? କାଳୁ ଅଙ୍କଲ ଯେଉଁ ପେପର ଦେଇଥିଲେ ଏଥିରେ ତ କିଛି ବି ପଡ଼ିନି। ହଁ, ଅଙ୍କଲ ଆମକୁ ଯେଉଁ ପେପର ଦେଇଥିଲେ ତାଠୁ ତ ଇଏ ପୁରା ଅଲଗା। ଆରେ ଇଏ କଣ? ବାପା ମତେ ଫସେଇ ଦେଲେ। ଏଥରକ ତ ମୁଁ ନିଶ୍ଚୟ ଫେଲ ହେବି। ଆରେ ପିଲାମାନେ, ପାଟି କରନି, ନିଜ ନିଜ ଖାତାରେ ଉତ୍ତର ଲେଖ। ଚଢ଼େଇ ଛୁଆମାନେ ଚିନ୍ତାରେ ପଡ଼ିଯାଆନ୍ତି, ଆଉ କିଛି ବି ଉତ୍ତର ଲେଖିପାରନ୍ତିନି। ଶେଷରେ ଖାଲି ପେପର ଦେଇକି ଆସନ୍ତି। ସାଙ୍ଗମାନେ, କାଳୁ ଅଙ୍କଲ ଆମକୁ ଠକିଛନ୍ତି। ଆମଠୁ 500 ଟଙ୍କା ନେଇ ଆମକୁ ଅଲଗା ପେପର ଦେଇ ଦେଇଛନ୍ତି। ଆମେ ତ ଏଥର ଇଂଲିଶରେ ନିଶ୍ଚୟ ଫେଲ ହେବା, ହେଲେ କାଳୁ ଅଙ୍କଲକୁ ଛାଡ଼ିବାନି, ତାଙ୍କୁ ପାନେ ଚଖେଇବା। ଏହା କହି ସବୁ ଚଢ଼େଇ ଛୁଆ ନିଜ ନିଜ ଘରକୁ ଯାଇ ତାଙ୍କ ମାମା ପାପାଙ୍କୁ ସବୁ କଥା କହିଦିଅନ୍ତି। ଇଏ କି କଥା ମିନୁ? ମୁଁ କଣ ତତେ ଏଇଥିପାଇଁ ସ୍କୁଲ ପଠାଉଥିଲି? ତୁ ଚିଟିଂ କରି ପରୀକ୍ଷା ଦବୁ ବୋଲି? ସବୁ ଚଢ଼େଇ ଛୁଆଙ୍କ ମାମା ପାପା ଏକାଠି ହୁଅନ୍ତି। ଶୁଣ ଚଢ଼େଇମାନେ, ଏସବୁ ଆମ ଛୁଆଙ୍କର ଭୁଲ, ହେଲେ ଛୁଆ ତ ଛୁଆ। ଅସଲ ଭୁଲ ତ ସେ କାଳୁ କାଉ କରିଛି। ଚାଲ, ଆମେ ତାକୁ ଉଚିତ ଦଣ୍ଡ ଦେବା। ସେମାନେ ସମସ୍ତେ ମିଶି ଗୋଟିଏ ପ୍ଲାନ୍ କରନ୍ତି, ଆଉ ତାଙ୍କ ପିଲାଙ୍କୁ କାଳୁ କାଉ ପାଖକୁ ପଠାନ୍ତି। କାଳୁ ଅଙ୍କଲ, ଆମର ଇଂଲିଶ ପେପର ତ ଖରାପ ହେଇଗଲା, ଆମକୁ ଆମର ପଇସା ଫେରାଅ। ଆରେ ପିଲାମାନେ, ସେ ଇଂଲିଶ ଟିଚରଟା ଭାରି ଚାଲାକି। ସେ ବୋଧେ ଜାଣିଦେଲା, ସେଥିପାଇଁ ଇଂଲିଶ ପେପରକୁ ଚେଞ୍ଜ କରିଦେଇଛି। ହେଲେ ତୁମେମାନେ ଚିନ୍ତା କରନି, ମୁଁ ଆଜି ତୁମ ପାଇଁ ଗଣିତ ପେପର ନେଇ ଆସିଛି। ଏଥର କିନ୍ତୁ କପି ଚୋରି କରିନି, ଫୋନରେ ଫଟୋ ଉଠେଇ ନେଇ ଆସିଛି। ଗଣିତ ସାର୍ କିଛି ଜାଣିପାରିବେନି, ଆଉ ତୁମମାନଙ୍କର ପରୀକ୍ଷା ବଢ଼ିଆ ହେବ। ଏଥର ଯାଅ, ଆଉ 500 ଟଙ୍କା ଲେଖା ଆଣ, ଆଉ ଏଇ ଗଣିତ ପେପର ନେଇଯାଅ। ଏଥର କିନ୍ତୁ ପିଲାମାନେ ଜୋରରେ ରାଗିଯାଆନ୍ତି, ଆଉ ତାପରେ ସବୁ ପିଲାମାନେ ମିଶି କାଳୁ କାଉକୁ ଗଛରେ ବାନ୍ଧି ଦିଅନ୍ତି। ଠିକ୍ କରିଛ ପିଲାମାନେ, ଏ କାଳୁ କାଉକୁ ଏମିତିକା ଦଣ୍ଡ ଦରକାର। ମୁଁ ପୋଲିସକୁ ଏବେ ଫୋନ କରିଦେଇଛି, ସେ ଏବେ ଆସୁଥିବେ। ଦେଖିଲ ତ ପିଲାମାନେ, ଏମିତିକା ଭୁଲ କାମ କଲେ ଏମିତି ଦଣ୍ଡ ମିଳେ। ତୁମେମାନେ ଆଉ ଏମିତି ଭୁଲ କେବେ ବି କରିବନି। ନାଇଁ ମାମା, ଆମେ ଆଉ ଏମିତି ଜମା ବି କରିବୁନି। ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ।